ମୁଁ ଜନ୍ମେଜୟ ରୋହିଦାସ ଓଡ଼ିଶା ପ୍ରଗତି ଦଳ ରାଜ୍ୟ ସଭାପତି ଭାବରେ କାମ କରୁଛି। ଆଉ ଇଏ ଆଜି ମାର୍ଚ୍ଚ 20 ସପ୍ତମ ପ୍ରତିଷ୍ଠା ଦିବସ ଓଡ଼ିଶା ପ୍ରଗତି ଦଳ ତା ଯୋଗୁଁ ଆଜି ଆମର ଗୋଟେ ସମାବେଶ ରହିଛି ବୁଲନ ଭାଇ ସେବା ସଦନରେ, ଯେଉଁଟାକି ଆମର ବିଭିନ୍ନ ଜିଲ୍ଲାରୁ ଅନେକ ଲୋକ ଆଜି ଆସିଛନ୍ତି। ଆମେ ଓଡ଼ିଶାର ଅନେକ ସମସ୍ୟାକୁ ନେଇକି ଆଜି ଆମେ ଗୋଟେ ଆଲୋଚନା ଚକ୍ର ରଖିଛୁ। ଆଉ ମୁଖ୍ୟତଃ ମାଙ୍କୁ ସମ୍ମାନ ଏ ଦେଶର ସମ୍ମାନ ବିଷୟରେ ମଧ୍ୟ ଆମେ ଆଲୋଚନା କରିବୁ, ଯେଉଁଟାକି ବିଭିନ୍ନ ରାଜନୈତିକ ଦଳ ମାଙ୍କୁ ସମ୍ମାନ ଦେଇନାହାନ୍ତି, ନାରୀ ନିର୍ଯାତିତ, ନାରୀ ଅବହେଳିତ, ଏସବୁ ସମସ୍ୟାକୁ ନେଇକି ଆମେ ଆଖି ରଖିକିନା ଗୋଟେ ଆଲୋଚନା ଚକ୍ର ରଖିବୁ। ଓଡ଼ିଶା ପ୍ରଗତି ଦଳ ଚାହେଁ ମାଙ୍କୁ ସମ୍ମାନ ମିଳୁ, ମା ମାନେ ନିର୍ଯାତିତ ହୁଅନ୍ତୁ ନାହିଁ। ସବୁ ନା 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 ଆମେ ରାଜନୈତିକ ଦଳ ହିସାବରେ ଆମେ ବି ଚାହୁଁଛୁ ଲୋକଙ୍କ ଯଦି ସୁଯୋଗ, ଯଦି ଜନତା ଜନାର୍ଦ୍ଦନ ଓଡ଼ିଶାର 4.5 କୋଟି ଜନତା ଯଦି ଆମକୁ ମଧ୍ୟ ଥରେ ସୁଯୋଗ ଦିଅନ୍ତେ, ଆମେ ସେବା କରିବାର ସୁଯୋଗ ଦିଅନ୍ତେ, ଆମେ ନିହାତି ଭାବରେ ସେବା କରିବାକୁ ଚାହୁଁଛୁ।